ଗୋପାଳନଗର, ଗାୟାସାହି, ପୂର୍ବଖଣ୍ଡ, ନିଆଳି, ୱାର୍ଡ ନମ୍ବର 4। କଟକ ଯୋଜନା ବୋର୍ଡର ଦାୟିତ୍ୱ ନେଲା ପରେ ନିଆଳିର ଲୋକପ୍ରିୟ ବିଧାୟକ ଇଞ୍ଜିନିୟର ଛବି ମଲ୍ଲିକ ନିଆଳି ପଞ୍ଚାୟତର ଗାୟାସାହି ବା ଗୋପାଳନଗରର ନବୀକରଣ ପାଇଁ ଆଉ ଏକ ପାଦ ଆଗକୁ ଆଗେଇ ଆସିଛନ୍ତି ସେ। ଆଜି ଗୋପାଳନଗରର ଆବାଳବୃଦ୍ଧ ଏକାଠି ବସି ମାନ୍ୟବର ବିଧାୟକଙ୍କ ସହ ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଗତ କିଛି ବର୍ଷ ହେଲା ବିଭିନ୍ନ କାରଣ ନେଇ ଗାଁର ବିକାଶ ହୋଇପାରୁନଥିଲା, ଫଳରେ ବିଭିନ୍ନ ପ୍ରକାର ଅସୁବିଧା ଭୋଗୁଥିଲେ ଗ୍ରାମବାସୀ। ଗାଁର କିଛି ଯୁବକଙ୍କ ଅନୁରୋଧ କ୍ରମେ ମାନ୍ୟବର ବିଧାୟକ ଗାଁକୁ ଆସି ଯୁବକ ଓ ମୁରବୀଙ୍କ ସହ ଆଲୋଚନା କରିଛନ୍ତି। ଶୋଭନେଶ୍ୱର ମଣ୍ଡପର ଉନ୍ନତିକରଣ, ନୂତନ ଦୋଳ ମଣ୍ଡପ ଓ ସଜ ପିଣ୍ଡି ନିର୍ମାଣ, ଗୋପାଳନଗର ଡ୍ରେନ୍ର ସମ୍ପୂର୍ଣ୍ଣକରଣ, ଗୋପାଳନଗର ଗ୍ରାମର ଢଳେଇ ରାସ୍ତା ନିର୍ମାଣ, ହାଡ଼ଗାଡ଼ିଆ ପୋଖରୀ ପୁନରୁଦ୍ଧାର, ଗୋପାଳନଗର ସମ୍ପୂର୍ଣ୍ଣ ଆଲୋକୀକରଣ, ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ। ଏଥିମଧ୍ୟରୁ କିଛି ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ଆଉ କିଛିକୁ ଅତି ନିକଟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ। ବିଧାୟକଙ୍କ ସହ ମିଶି ଗ୍ରାମବାସୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଗାଁର ବିକାଶ କରିବା ପାଇଁ ଗାଁ ସମ୍ପୂର୍ଣ୍ଣ ବର୍ତ୍ତମାନ ଅଣ୍ଟା ଭିଡ଼ିଲା। ଗାଁ ସମସ୍ତେ ଆବାଳ ବୃଦ୍ଧ ମନ୍ଥା କଣ କଣ ସବୁ ବିକାଶ କାମ ହବ? ବିକାଶ ରାସ୍ତା କରାହବ, ଆଲୋକୀକରଣ କରାଯିବ, ଆମର ଦୋଳ ଗୋଠରେ ସବୁ ବିଭିନ୍ନ ସମସ୍ୟା ଅଛି ସେଇଟା ସମାଧାନ କରାଯିବ, ଶୁଭେନେଶ୍ୱର ଭୋଗ ମଣ୍ଡପ ସମାଧାନ କରାଯିବ, ପ୍ରତ୍ୟେକ ଡ୍ରେନ୍ ଯେଉଁ ଅଧା ରହିଛି ତାର ସମସ୍ୟା କରାଯିବ, ସବୁ ପ୍ରତ୍ୟେକ ଜିନିଷର ସମସ୍ୟା ସମାଧାନ କରାଯିବ। ଆମ ଗାଁର ଯେଉଁ ସମସ୍ୟା ଥିଲା ଲାଇଟ୍, ଡ୍ରେନ୍ ସମସ୍ୟା, ଶୋଭନେଶ୍ୱର ମଣ୍ଡପ ନିର୍ମାଣ ହବ ଆଉ ଆମର ଦୋଳ ଗୋଠ ସେଠି ଗୋଟେ ପିଣ୍ଡି ହବ, ବିଧାୟକ କହିଲେ, ଆଉ ଗୋଟେ ଅଙ୍ଗନବାଡ଼ି ଘର ହବ, ହାଡ଼ ଗାଡ଼ିଆ ପୋଖରୀ ସେଟା ଉନ୍ନତିକରଣ ହବ। 7ଟି ଦାବି ଆମେ ଦିଆଯାଇଛି। ବିଧାୟକ କହିଲେ ଯେ କିଛି ଭିତରେ କରିଦେବୁ, 2 ମାସ ଭିତରେ କହିଲେ କରିଦେବେ ବୋଲି, 2 ମାସ ଭିତରେ କରିଦେବେ। ବିଧାୟକ ଆସିଥିଲେ କହିଲେ। କେମିତି ଆପଣ ମିଶିଲେ, କଣ କେମିତି ଲାଗେ? ଭଲ ଲାଗିଲା, କଥା ଦେଇକି ଗଲେ, ଶପଥ କଲେ କରିଦେବେ ବୋଲି କହିଲେ। ସମସ୍ତଙ୍କୁ ବିଧାୟକ ଭଲ ପାଇଲା, ଗାଁ ସାରା ଲୋକ ସମସ୍ତେ ଆସିଲେ, ବିଧାୟକଙ୍କୁ ସମସ୍ତେ କହିଲେ, ଭଲ ଲାଗିଲା, ବିଧାୟକ ଖୁସି ହେଲେ। ଖାଲି ତ ଛବି ମଲ୍ଲିକ ଆଉ ବିଧାୟକ ହେଇନାହାନ୍ତି, କଟକ ପରି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ତାଙ୍କୁ ସରକାରଙ୍କ ତରଫରୁ ଦିଆଯାଇଛି। ଆଉ ଆମ ଗାଁରେ ଗୋଟେ ବିଭିନ୍ନ ପ୍ରକାର ସମସ୍ୟା ଥିଲା। ବିଧାୟକ ହେଇକି ଆସିବା ପରେ ସେ ପ୍ରଥମ ଥର ପାଇଁ ଆମ ଗାଁକୁ ବହୁତ ଥର ଆସିବାକୁ ଚେଷ୍ଟା କରିଛନ୍ତି, ଆସିପାରୁନାହାନ୍ତି ସମୟ ଅଭାବରୁ। ଆଜି ଯାଇ ହଉ ଗୋଟେ ଈଶ୍ୱରଙ୍କ ଦୟା କିମ୍ବା ଆମର ସୌଭାଗ୍ୟ, ସିଏ ଆମ ଗାଁକୁ ଆଜି ପ୍ରଥମ ଥର ପାଇଁ ଆସି ବିଭିନ୍ନ ପ୍ରକାର ଆମ ଗାଁର ଯେଉଁ ପ୍ରକାରିଆ ସମସ୍ୟା ଥିଲା ଆମେ ସେମାନଙ୍କୁ ତାଙ୍କ ପାଖରେ ସବୁତିକ ଉପସ୍ଥାପନ କଲୁ। ଦେଖନ୍ତୁ, ଗାୟାସାହିରେ ମୁଖ୍ୟତଃ ରାସ୍ତା, ଡ୍ରେନ୍, ତାଙ୍କ ପୋଖରୀର ଉନ୍ନତିକରଣ, ଆଉ ଆମେ ଯେଉଁ ମଣ୍ଡପରେ ବସୁଛେ ଶୋଭନେଶ୍ୱର ମଣ୍ଡପ, ଏବଂ ଆଉ ଗୋଟେ ତାଙ୍କର ଯେଉଁ ଦୋଳ ମଣ୍ଡପ, ଏ ସବୁ ବିଷୟରେ ଆଲୋଚନା ହେଲା। ସେ ଲିଖିତ ଆକାରରେ ଗ୍ରାମବାସୀ ବୃନ୍ଦ ମତେ ଦେଇଛନ୍ତି। ତାକୁ ଖୁବ୍ କମ୍ ଦିନରେ ତାକୁ ଆମେ ବିଧିବଦ୍ଧ ଭାବରେ ତାର ଏଷ୍ଟିମେଟ୍ କରିକି ସେ କାମ ସବୁ ସମ୍ପୂର୍ଣ୍ଣ କରିବୁ। ଏବଂ ଗାଁର ସମସ୍ତଙ୍କୁ କହିଛି ଯେ ଯେତେବେଳେ ରାସ୍ତା କି ଡ୍ରେନ୍ ଯାହା ହବ ଗ୍ରାମବାସୀ ସମସ୍ତେ ସହଯୋଗ କରିବେ। ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯେଉଁ ଗୁରୁ ଦାୟିତ୍ୱ ମୋତେ ଦେଇଛନ୍ତି, କଟକ ଜିଲ୍ଲା ଓଡ଼ିଶାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା, ସେଠି ଯୋଜନା ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱରେ ଯେଉଁ ଦେଲେ, କଟକ ଜିଲ୍ଲାରେ ଯାହା ବିକାଶ ପାଇଁ ଯେଉଁ ଯୋଜନାମୂଳକ କାର୍ଯ୍ୟ ହବ ସେ କାର୍ଯ୍ୟକୁ ଆମେ ସମ୍ପାଦନ କରିବୁ ଏବଂ ନୂତନ ଯୋଜନା କିଭଳି ଭାବରେ ଆସିବ ସେ ଯୋଜନା ମଧ୍ୟ ହବ। ଆଉ ଯୋଜନା ବୋର୍ଡ ଭିତରେ ତାର ସୀମା ଭିତରେ ଯୋଜନା ବୋର୍ଡର ଯେଉଁ କାର୍ଯ୍ୟ ରହୁଛି ସେ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରାଯିବ। ଆଉ ଯେଉଁ ବିଶ୍ୱାସ ଭରସାରେ ମୋତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ଆମେ ମୁଖ୍ୟମନ୍ତ୍ରୀଙ୍କର ଆଶା ଆଉ ଯେଉଁ ବିଶ୍ୱାସ ରହିଛି ଯେ କାମ କରିବା ପାଇଁ ଆମେ ସେ କାମ ନିଶ୍ଚିତ ଭାବରେ ଠିକ୍ ଭାବରେ କରିବୁ।